आज सारा राज्य पालुछि ओडिशा दिवस। ଏହି ଅବସରରେ ଆଜି ଭଦ୍ରକରେ ଏକା ସାଥିରେ ବନ୍ଦେ ଉତ୍କଳ ଜନନୀ ଗାନ କଲେ 5000 ଜିଲ୍ଲାବାସୀ। ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନ 5000ରୁ ଅଧିକ ବ୍ୟକ୍ତିବିଶେଷ ଏକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ବନ୍ଦେ ଉତ୍କଳ ଜନନୀ ସାମୂହିକ ଗାୟନ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଉତ୍କଳ ମ୍ୟୁଜିକ ଶିକ୍ଷାନୁଷ୍ଠାନ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ସାମୂହିକ ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, କାନ୍ତକବିଙ୍କ ପରିବାର ସଦସ୍ୟଙ୍କ ସହ ଲୋକପ୍ରତିନିଧିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଭଦ୍ରକ ମାଟିର ବୀରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଆମ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ଗୌରବ ଗାଥାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ପବିତ୍ର ଓଡ଼ିଶା ଦିବସ ଏବଂ ଓଡ଼ିଆ ପକ୍ଷର ଆରମ୍ଭ କାର୍ଯ୍ୟକ୍ରମ ଆଜିଠୁ ଅନୁଷ୍ଠିତ ହୋଇଛି ଏବଂ ମୋର ସୌଭାଗ୍ୟ ଭଦ୍ରକଠାରେ ମୁଁ ଏଠାରେ ଉପସ୍ଥିତ ରହିଛି। ଯେଉଁ ମାଟିରୁ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଆମ ରାଜ୍ୟ ସଙ୍ଗୀତ ଝଙ୍କୃତ ହୋଇଥିଲା ଏବଂ ଯେଉଁ ମାଟି ବିଗତ ଦିନମାନଙ୍କରେ ସ୍ୱାଧୀନତା ସଂଗ୍ରାମର କଥା କୁହନ୍ତୁ କି ପରବର୍ତ୍ତୀ ସମୟରେ ଓଡ଼ିଶାର ସାଂସ୍କୃତିକ ଅର୍ଥନୈତିକ ସାମାଜିକ ଅଭ୍ୟୁଦୟର କଥା କୁହନ୍ତୁ ସବୁବେଳେ ନିଜର ଅବଦାନ ଯୋଗଦାନ ରଖିଛି। ସେ ମାଟିରେ ଆଜି ଯେତେବେଳେ ପାଖାପାଖି 5000 ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଆମେ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ କରୁଛନ୍ତି, ତେଣୁ ଇଏ ଗୋଟେ ବିଶେଷ ମୁହୂର୍ତ୍ତ ଏବଂ ଆଜି ବି କାନ୍ତକବିଙ୍କର ଦାୟାଦମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କଲେକ୍ଟରଙ୍କର ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂଜାର ପରମ୍ପରା ଯେଉଁଭଳି ଭାବରେ ଆଗକୁ ବଢ଼ୁଛି ତାହା ଆଗକୁ ମଧ୍ୟ ରହିଥାଉ ଏବଂ ଭଦ୍ରକ ମାଟି ସବୁବେଳେ ଓଡ଼ିଶା ପ୍ରଦେଶକୁ ଏବଂ ସାରା ଭାରତ ବର୍ଷକୁ ଗରିୟାନ କରିଥାଉ। ଆଜିର ଦିନରେ ଏତିକି କାମନା। ଆଜିଠାରୁ ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏହାର ନେତୃତ୍ୱ ନେଉଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ଏବଂ ଅନ୍ୟ ସମସ୍ତ ବିଭାଗର ସହଯୋଗରେ ଏ କାର୍ଯ୍ୟକ୍ରମ ହେଉଛି। ଓଡ଼ିଆରେ ନାମଫଳକ ଲେଖିବା ସଚେତନତା ପଦଯାତ୍ରା ଠାରୁ ଆରମ୍ଭ କରି ଓଡ଼ିଆ ପୁସ୍ତକ କିଣିବା, ଓଡ଼ିଆ ପରିଧାନ ପିନ୍ଧିବା, ଓଡ଼ିଆ ଖାଦ୍ୟ ପରମ୍ପରାକୁ ମନେ ପକାଇବା, ଏହା ଛଡ଼ା ରକ୍ତଦାନ ଅଭିଯାନଠୁ ଆରମ୍ଭ କରି ସାମୂହିକ ସ୍ୱଚ୍ଛତା ପର୍ଯ୍ୟନ୍ତ ଆସ ବହିଟିଏ କିଣିବା ଅଭିଯାନ ଠାରୁ ଆରମ୍ଭ କରି ଆମର ବିଦ୍ୟାଳୟ ପ୍ରବେଶ ଉତ୍ସବ ବା ଖଡ଼ିଛୁଆଁ ଦିବସ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ରହିଛି। ତେଣୁ ଇଏ ଗୋଟେ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏ ସାମାଜିକ ପ୍ରତିବଦ୍ଧତା ସାମାଜିକ ପ୍ରତିଭାଗିତା ଏଥିରେ ପ୍ରତିଫଳିତ ହେବାର ଆବଶ୍ୟକତା ଅଛି। ଆପଣମାନଙ୍କ ମାଧ୍ୟମରେ ସବୁ ଓଡ଼ିଆମାନଙ୍କୁ ଓଡ଼ିଶାରେ ରହୁଥିବା ଏବଂ ପ୍ରବାସୀ ଭାବରେ ବସବାସ କରୁଥିବା ସବୁ ଓଡ଼ିଆମାନଙ୍କୁ ବିନମ୍ର ନିବେଦନ। ଆମ ପାଇଁ ଏଇଟା ଗର୍ବ ଓ ଗୌରବର ଦିନ। ମୁଁ ମାନ୍ୟବର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି କାନ୍ତକବିଙ୍କ ପରିବାର ତରଫରୁ। କାରଣ ଯେତେବେଳେ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ଉତ୍ସବ ଦେଶ ସାରା ପାଳନ ହେଉଛି, ମୁଁ ଭାବୁଛି ଭଦ୍ରକ ଆରମ୍ଭ କରିଛି ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସେମିତି ସାରା ଓଡ଼ିଶାରେ এই বন্দে উৎকল জননীর 115তম যে জয়ন্তী হব মানে বর্ষ পূর্তি হব সেইথিরে সে পালন হব। সারা ওড়িশাকু এই বার্তা যাব। ভদ্রকରୁ আরম্ভ হয়েছি। মু কৃতজ্ঞ যে তাঁর পিতা মধ্য বিধানসভার একথা বারম্বার স্বর উত্তোলন করলে যে বন্দে উৎকল জননীকু করা যাও রাজ্য সঙ্গীত করা যাও এবং সে হেলা आम गहणे से आउ नाहांती आज से दुख लगे किंतु जहाँ से आरंभ करते एक भावुँ ये कथाटा को माननीय कल्चर मिनिस्टर जी अच्छा सूर्यवंशी सूरज सारा ओडिशा रे जी भद्रक आरंभ कले सारा ओडिशा को प्रचारित हम या मुझे भावुँ। दिलीप राउतराय जी अच्छा जिलापाल तांको मध्य कृतज्ञता जनाऊँगी। से कल्चर डिपार्टमेंटर आगु डायरेक्टर मध्य थिले, तेणु एपाई स्वतंत्र गोटे कार्यक्रम रहा से प्रति कृतज्ञता जनाऊँ। धन्यवाद।